ଆଲୋ ଆଲୋ ଏଠି ମୋର ମା ଭାଉଜ ମାନେ ଫଟୋ ଉଠେଇବେ ବୋଲିକି ଆସି ସାରିଲେଣି। କଣ କରିବା ମତେ ଆଣିଛନ୍ତି ଖଟିବା ପାଇଁ, ଖଟେଇ ଖଟେଇ ମାରି ସାରିଲେଣି। ହଉ କଣ କରିବା ଘର କାମ ନା, ଖଟିବାକୁ ପଡିବ ନା ଯାହା ବି ହେଲେ। ଆମ ଟିକି ଟିକି ଛୁଆ ମାନେ ଟିକେ ଖୁସିରେ ପୁରା ନାଚୁଛନ୍ତି, କାହିଁକି ଜାଣିଛ ବାହାଘର ବୋଲିକି। ଆଉ ଜଣେ ଆମ ଫୁଲେଇ ତାର ନୂଆ ଡ୍ରେସ୍ ହେଇନି ବୋଲି ମନ ଦୁଃଖ କରିଛି। ମୁଁ ସିଧା ବାହାରିକି ପଳେଇ ଆସିଥିଲି ମାର୍କେଟ, ଯାହାକି ଶାଢ଼ୀ କିଣିବା ପାଇଁ। ଶାଢ଼ୀ ରେଟ୍ କଥା କୁହନା କୁହନା, ବାହାଘରିଆ ନାଇକି ଦୋକାନ ପ୍ରବଳ ଭିଡ଼, ତା ସାଙ୍ଗକୁ ଦୋକାନୀ ମାନେ ଖାଲି ପଟି ମାରିବାକୁ ବସିଛନ୍ତି, ଖାଲି ରେଟ୍ ଖାଲି ବଢେଇ ଚାଲିଛନ୍ତି। ହଉ ମୁଁ ଦେଖି ସାରିଲା ପରେ ଏଇ ଗ୍ରୀନ୍ କଲର ଶାଢ଼ୀଟା ପସନ୍ଦ ହେଇଥିଲା, ଯାହାକି ମତେ ଭଲ ଲାଗିଲା। ହଉ ଚାଲ ନେଇକି ଯିବା। ଆମ ଶାଢ଼ୀ କିଣା ସରିଲା, ଯାହାକି ମୁଁ ଆସିକି ପହଞ୍ଚିଗଲି ଷ୍ଟେସନାରୀ ଦୋକାନରେ। ଷ୍ଟେସନାରୀ ଦୋକାନର ଭାଇ ଜଣ କହିଲେ କି ଆପଣ ଭିଡ଼ିଓ କରୁନାହିଁ କି? ତମ ଭିଡ଼ିଓ ଆସିନି। ଆଉ କଣ କରିବା, କାମ ବ୍ୟସ୍ତ ରହିଯାଉଛି, ଆଉ କଣ ଭିଡ଼ିଓ କରିହେବ କି? ଷ୍ଟେସନାରୀ କାମ ସରିଲା ପରେ ଆମେ ଗଲୁ ଟ୍ରଙ୍କ ଦୋକାନ। ଭାବିଲୁ ଆମ ଗାଁ ଦୋକାନ ଟିକେ ରେଟ୍ କମ ହବ। ନାଇଁ ମ, ନିଜ ଲୋକ ହିଁ ଅଧିକ ମାରନ୍ତି। ଘରେ ଆସିକି ପହଞ୍ଚିଲେ ବସି ଜାଣ ଆମର ଏଠି ପରିବା କାଟୁଛନ୍ତି, ଆଉ ଆମ ରୋଷିଆ ଭାଇ ଆମର ଏଠି ପନିପରିବା କାଟିକି ଅଲରେଡି କଣ ରୋଷେଇ ଆରମ୍ଭ କଲେଣି। ମୁଁ ସିଧା ଆସିକି ପଳେଇ ଆସିଥିଲି ଘରକୁ। ଆସି ଦେଖିଲା ବେଳୁ ଏଠି ବାଛୁରୀ ଦିଟା ଆମର ଝଗଡ଼ା ଲାଗିଛନ୍ତି। ଆଉ କଣ କରିବା, ତାଙ୍କୁ ବୁଝେଇ ବାଝେଇ ଦେଲା ପରେ ଆମର ଏଠି ଫୁଲେଇ ଷ୍ଟେଜ ଉପରେ ବସି ଯାଇଛି, ଯାଇ ଖୁସିରେ ଡେଉଁଛି। ହଉ ହଉ କି ଛୁଆ ସବୁ ଏଠି କୁଲର ଆଗରେ ହାୱା ଖାଉଛନ୍ତି, କାହିଁକିନା ଗରମ ହଉଛି ନା। ଭାଉଜ ଜଣଙ୍କ ବସିଛନ୍ତି ଝିଅ ପାଖରେ, ଏଇ ସମୟ ବହୁତ ଖୁସି ମଜାରେ ହସ ଖୁସିରେ ଖେଳୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ବୁଲୁଛନ୍ତି, ମଜା କରୁଛନ୍ତି। ତାପରେ ବାହା ସରିଲା ପରେ କି ଦୁଃଖ, ଆଉ କଣ କରିବା, ଝିଅ ଜନ୍ମ ପର ଘରକୁ ନା।